ତୁଳା ପରି ନରମ କଅଁଳିଆ ଚୁଡ଼ାର ହାଲୁଆ ଥରୁଟିଏ ବନେଇକି ଖାଇଲେ ନା ମନ ତ ଆଦୌ ବି ମାନିବନି। ପୁଣି ଥରେ ଏମିତିକା ହାଲୁଆ ବନେଇକି ଖାଇବା ପାଇଁ ଇଚ୍ଛା କରିବେ। ଆଉ ଯେତେବେଳେ ବି କୌଣସି ମିଠା ଜିନିଷ ଖାଇବା ପାଇଁ ଇଚ୍ଛା ହେବ ନା ଏମିତିକା ହାଲୁଆ ସହଜରେ ବନେଇ ନିଅନ୍ତୁ। ଦେଖିବେ ଏହି ହାଲୁଆକୁ ଖାଇବା ପାଇଁ ପରିବାରର ସମସ୍ତେ ବହୁତ ହି ପସନ୍ଦ କରିବେ। ନମସ୍କାର ବନ୍ଧୁଗଣ, ଆରତି କିଚେନ୍ ଭିଲେଜକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଏବେ ଆମେ ରେସିପି ଷ୍ଟାର୍ଟ କରିବା। ଗୋଟାଏ ଗିନା ମୁଁ ଚୁଡ଼ା ନେଇଛି। ଚୁଡ଼ାକୁ ପ୍ରଥମେ ଗୋଟାଏ ପାତ୍ରରେ ମୁଁ ନେଇନେବି। ସବୁତକ ଚୁଡ଼ାକୁ ଗୋଟାଏ ପାତ୍ରରେ ନେଇଛି। ଭଲ ଭାବରେ ଏଥିରେ ପାଣି ଦେଇ 4ରୁ 5 ଥର ଏମିତି ହାତରେ ଚକଟିକିନା ଧୋଇ ନେବି। କାହିଁକିନା ଚୁଡ଼ାରେ ବହୁତ ଅପରିଷ୍କାର ଥାଏ, ତ ଚୁଡ଼ାକୁ ଭଲ ଭାବରେ ପରିଷ୍କାର କରି ଏମିତି ହାତରେ ଚକଟିକି ମୁଁ ଧୋଇ ନେଇଛି। ଭଲ ଭାବରେ ଚୁଡ଼ାକୁ ମୁଁ ଧୋଇ ନେଇ ସାରିଲା ପରେ ଯେଉଁ ଗିନାରେ ମୁଁ ଚୁଡ଼ା ନେଇଥିଲି ନା ସେଇ ସେମ୍ ଗିନାରେ ମୁଁ ମାପିକି ଗୋଟାଏ ଗିନା ମୁଁ ଦେଇଦେଉଛି ପାଣି। ପାଣି ଦେଇ ଭଲ ଭାବରେ ଏମିତି ହାତରେ ଏମିତି ମିଶାଇ ନେବି। ଆଉ ଟିକେ ମିଶାଇ ନେଇ ସାରି ଆକୁ ଢାଙ୍କୁଣି ଦେଇ 10 ମିନିଟ୍ ପାଇଁ ନା ମୁଁ ରେଷ୍ଟରେ ଛାଡ଼ିଦେବି, ତାକି ଚୁଡ଼ା ଆମର ଭଲ ଭାବରେ ବତୁରି ଯିବ। 10 ମିନିଟ୍ ହେଇଗଲାଣି। ଏବେ ମୁଁ ଦେଖାଉଛି ଆପଣମାନଙ୍କୁ ଆର କଭର କାଢ଼ି। କେତେ ସୁନ୍ଦର ଚୁଡ଼ା ବି ଆମର ପାଣିକୁ ଟାଣି ନେଇଛି, ଆଉ ଚୁଡ଼ା ବହୁତ ବଢ଼ିଆ ସେ ନରମ ହେଇଯାଇଛି। ଏମିତି ହିଁ ଆମକୁ ଦରକାର। ଏବେ ଆମେ ଏଥିରେ ଆଡ଼୍ କରିବା ଏ ଗିନାରେ ଅଧା ଗିନା ମିଲ୍କ ପାଉଡ଼ର, ଆଉ ଗୋଟାଏ ଗିନା ମୁଁ ନେଇଛି ଫ୍ରେଶ୍ ନଡ଼ିଆ କୋରା। ଆପଣ ଚାହିଁଲେ ଡେସିକେଟେଡ୍ କୋକୋନଟ୍ ବି ଆଡ଼୍ କରିପାରିବେ। ଅଧା ଗିନା ଚିନି ଏଥିରେ ଦେଇଦେବା। ମିଠାକୁ ଆପଣ କମ୍ ବେଶୀ କରିପାରିବେ, ଯେମିତି ମିଠା ପସନ୍ଦ ସେମିତି ମିଠା ଦେବେ। ଯେହେତୁ ମିଠା ଜିନିଷ ବନାଉଛି ତ ଗୋଟାଏ ପିଞ୍ଚ ଏଥିରେ ମୁଁ ଲୁଣ ଦେଇଦେଉଛି ଟେଷ୍ଟକୁ ବାଲାନ୍ସ ରଖିବା ପାଇଁ। ଆଉ 2 ଚାମଚ ମାପର କର୍ଣ୍ଣଫ୍ଲୋର ଦେଇ ଭଲ ଭାବରେ ସବୁ ଜିନିଷକୁ ଏମିତି ମୁଁ ମିଶାଇ ନେବି। ଭଲ ଭାବରେ ମୁଁ ଏକୁ ମିଶାଇ ନେଉଛି। ଚାମଚ ସାହାଯ୍ୟରେ ମୁଁ ମିଶାଉଛି। ଆପଣ ଚାହିଁଲେ ହାତରେ ବି ଭଲ ଭାବରେ ମିଶାଇ ନେଇପାରିବେ। ବନ୍ଧୁଗଣ, ଆଜିର ଭିଡ଼ିଓଟି ଆପଣମାନଙ୍କୁ ଯଦି ବି ପସନ୍ଦ ଆସେ ତାହେଲେ ପ୍ଲିଜ୍ ମୋ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରି ମୋ ସାଥିରେ ଥିବେ। ତାହେଲେ ମୋର ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିଯିବ। ଭଲ ଭାବରେ ମୁଁ ସବୁ ଜିନିଷକୁ ମିଶାଇ ନେଇଛି। ଗୋଟାଏ ମିକ୍ସି ଜାର୍ ନେଇଛି। ମିକ୍ସି ଜାର୍ରେ এই ସବୁତକ ମିଶ୍ରଣକୁ ଦେଇଦେବି। ସବୁତକ ମିଶ୍ରଣକୁ ମୁଁ ମିକ୍ସି ଜାର୍ରେ ଦେଇଦେଇଛି। ଏବେ ଏଥିରେ 3ରୁ 4 ଚାମଚ ମାପର ମୁଁ ପାଣି ଦେବି। ପାଣି ଅତ୍ୟଧିକ ଦେବାନି, ତ ଯେତିକି ପାଣି ଦରକାର ସେମିତି ପାଣି ଦେଇ ଇଏ ଦରଦରାକି ଆକୁ ଗ୍ରାଇଣ୍ଡ କରିନେବା। ପୁରାପୁରି ଚିକଣ ବି କରିବା ପାଇଁ ପଡ଼ିବନି, ମାନେ 3ରୁ 4 ଥର ଟିକେ ଘୁରେଇ ନେଲେ ନା ବହୁତ ବଢ଼ିଆ ସେ ଇଏ ହେଇଯିବ। ଭଲ ଭାବରେ ଏମିତି ଚିକଣ କରିନି, ମୁଁ ଏମିତି ଟିକେ ଖାଲି ଦରଦରାକି ଆକୁ ଗ୍ରାଇଣ୍ଡ କରି ନେଇଛି। ଏମିତି ଏ ହାଲୁଆ ପାଇଁ ଦରକାର এই ମିଶ୍ରଣଟି। ଆକୁ ସାଇଡ଼ରେ ରଖିନେବା। ଏବେ ଗୋଟାଏ ପ୍ଲେଟ୍ ମୁଁ ନେଇଛି। ଏ ପ୍ଲେଟ୍ରେ ଅଳ୍ପ ଟିକେ ଖାଲି ନା ମୁଁ ଘିଅ ଲଗାଇ ନେବି। ଘିଅକୁ ଏମିତି ଚାରିପଟେ ଏମିତି ଟିକେ ଲଗାଇ ନେବା ଭଲ ଭାବରେ ଏ ପ୍ଲେଟ୍ରେ। ଘିଅ ଭଲ ଭାବରେ ପ୍ଲେଟ୍ରେ ମୁଁ ଲଗାଇ ନେଇ ସାରିଲା ପରେ ନା ଆକୁ ସାଇଡ଼ରେ ରଖିବା। ଏପଟେ ଗ୍ୟାସ୍ରେ ମୁଁ ଗୋଟେ କଡ଼େଇ ବସାଇ ଦେଇଛି। କଡ଼େଇ ଭଲ ଭାବରେ ଗରମ ହେଇଗଲାଣି। ଏଇଥିରେ ଅଧା ଚାମଚ ଘିଅ ଦେଇଦେବା। ଘିଅ ଭଲ ଭାବରେ ଗରମ ହେଇଗଲେ ଏମିତି ଚାରିପଟେ ଟିକେ ଖାଲି ଛଡ଼େଇ ନେବି। ଭଲ ଭାବରେ ଘିଅକୁ ଚାରିପଟେ ଛଡ଼େଇ ନେଇ ସାରିଲା ପରେ ଯେଉଁ ମିଶ୍ରଣକୁ ରଖିଥିଲି ନା ସେ ମିଶ୍ରଣ ସବୁତକକୁ ଏଇ କଡ଼େଇରେ ଦେଇଦେବି। କଡ଼େଇରେ ସବୁତକ ମିଶ୍ରଣକୁ ମୁଁ ଦେଇଦେଇଛି। ସବୁତକ ମିଶ୍ରଣକୁ କଡ଼େଇରେ ଦେଇ ସାରିଲା ପରେ ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମରେ ରଖି ଭଲ ଭାବରେ ଆକୁ ଆମେ ମିଶାଇ ନେବା। ଆଦୌ ବି ଗ୍ୟାସ୍ର ଫ୍ଲେମ୍କୁ ହାଇରେ ରଖିବେନି, ନହେଲେ ତଳେ ଲାଗିଯିବ, ତ ଖାଇବା ପାଇଁ ଭଲ ଲାଗିବନି। ପୁଣି ଥରେ କହୁଛି, ଗ୍ୟାସ୍ର ଫ୍ଲେମ୍କୁ ପୁରାପୁରି ଲୋ ଟୁ ମିଡ଼ିୟମରେ ରଖିବେ। ଏମିତି 10 ମିନିଟ୍ ପାଇଁ ମୁଁ ଆକୁ ଭଲ ଭାବରେ ଚଲେଇଛି, ମିଶାଇ ନେଇଛି। ଏମିତି 10 ମିନିଟ୍ ପାଇଁ କେତେ ବଢ଼ିଆ ସେ ଶୁଖିଲା ଶୁଖିଲା ବି ହେଇଗଲାଣି। ଏବେ ଏଥିରେ ଆମେ ଦେଇଦେବା ଅଧା ଚାମଚ ଗୁଜୁରାତି ଗୁଣ୍ଡ। ଗୁଜୁରାତି ଗୁଣ୍ଡ ଦେଲେ ନା ଆମର এই ହାଲୁଆର ବାସ୍ନା ବହୁତ ବଢ଼ିଆ ଆସିବ, ଖାଇବା ପାଇଁ ବି ବହୁତ ସୁଆଦିଆ ଲାଗିବ। ତ ଭଲ ଭାବରେ ଆକୁ ଏମିତି ମିଶାଇ ନେବା। এই ହାଲୁଆଟି ବନେଇବା ପାଇଁ ମୋର ମିନିମମ୍ 20 ମିନିଟ୍ ସମୟ ଲାଗିଛି। ଏମିତି ଯେତେବେଳେ ଦେଖିବେ କି ଗୋଟାଏ ଯନ୍ତଣୀ ଭଳିଆ ଏମିତି ଗୋଟାଏ ଜାଗାକୁ ଗଦା ହେଇ ଆସିବ ନା, ତାହେଲେ ଜାଣିବେ କି ହାଲୁଆଟି ଆମର ବହୁତ ବଢ଼ିଆ ସେ ହେଇଗଲାଣି। ଭଲ ଭାବରେ ଆମର এই ହାଲୁଆଟି ବି ନା ଏବେ ପ୍ରସ୍ତୁତ ହେଇଗଲାଣି। ପୁରାପୁରି ଗୋଟାଏ ଜାଗାକୁ ଏମିତି ଗଦା ହେଇ ଆସିଲାଣି। ଟିକେ ପାଣି ହାତ କରି ମୁଁ ଲଗାଉଛି ଏମିତି ହାତରେ, ଦେଖନ୍ତୁ ଆଦୌ ବି ଲାଗୁନି। ଇଏ ବହୁତ ବଢ଼ିଆ ସେ ହେଇଯାଇଛି। ଏବେ ଆମେ ଯେଉଁ ପ୍ଲେଟ୍ରେ ଘିଅ ଲଗେଇକି ରଖିଥିଲେ ନା, ସେଇ ପ୍ଲେଟ୍ରେ ଅଳ୍ପ ଟିକେ ଖାଲି ମୁଁ ଡ୍ରାଇ ଫ୍ରୁଟ୍ ଦେଇଦେଉଛି। ଆଉ ଅଳ୍ପ ଟିକେ ମୁଁ ଚେରିକୁ ଛୋଟ ଛୋଟ କାଟିକି ନେଇଛି ଦେଇଦେବି।
तापर जो मिश्रण को आम बनईचे ये मिश्रण को ये आम देदेबा भल भाव टिके खाली एमती पानी हाथ करना एमती भल भाव चापी चापी नेबा समान करने भल भाव समान कर नहीं आउ अल्प टिके आपर एमती ड्राई फ्रूट देदेबा ताहले ये देखिया बहुत ही सुंदर लगे आ अल्प टिके चेरी भी मुझे दे दूची भल भाव एमती हाथ में समान कर नहीं भल भाव समान कर नहीं सारापर एमती नॉर्मल फ्रिज रे 15 ରୁ 20 मिनिट रखीदे ना बहुत बढ़िया से ये हो जदि आपण मैंने नॉर्मल फ्रिज रे न रखी एमती नॉर्मल रखिए ताले गोटाए घंटा छाड़देवे बहुत बढ़िया से हो 15 मिनिट पर मुझे देखा केते बढ़िया से ये सेट हो जाइए एबे गोटाए छुरी नहीं छुरी साहाय्य ना मुझे एमती काटी नेबी आपण मैंने जेमिति सेप रे भी ना आकु काटी नेबे एमती मुझे चौक सेप रे ना काटी नेबी आपण मैंने जिते बड़े भी चाहिए ना ये हलुआ को बहुत ही सहजरे बने नहीं पारे आ खाइबा तो आर स्वाद बहुत ही बढ़िया पार्टी देला मात्रे ही ना ये हलुआ मिल जीवो एते स्वादिया होता है ये हलुआटी एमती सेप रे मुझे काटी नौची बहुत बढ़िया से मुझे एमती चौक सेप रे ना काटी नहीं एबे आकु मु गोटाए प्लेट को सर्व करी केते सुंदर आपण माने देखि तो निश्चय जानी पारथबे केते नरम कोलिया हे बनी जे हलुआटी गोटाए प्लेट को मैं हलुआ को सब तक को एमती सजे नौची केते सुंदर देखा जाउची देखंतु हलुआटी खाइबा पई भी आर स्वाद बहुत ही बढ़िया आपण माने निश्चय थरुटे ए हलुआ को बनातु देखिबे ए हलुआ खाइबा पई परिवार रो समस्ते बहुत ही पसंद करिवे जदि भी किसी मीठा जिनिस खायापी इच्छा हे ना एमती हलुआ थोटे बन ने देखिए समस्ते बहुत ही पसंद करेंगे खायापी ए हलुआ को मुझे गोटे भांगिकी देखा आप देखिकी निश्चय जानीपारे केते कलिया ही बनीचे ये हलुआटी आज भिडियोटी केमती लगे आपण निश्चय आपण अनुभूति मो सह शेयर करेंगे।